ମିକାଟୁ। ମୁନା, ଇଏ କିଏ? ମା, ଇଏ ତୁମର ବୋହୂ। ମା, ୟା ନାଁ ହେଲା ପାର, ଆଉ ଆମେ 2 ଜଣ ବାହା ହୋଇଯାଇଛୁ। ମୁନା, ଇଏ ତମେ କଣ କହୁଛ? ଏମିତି କେମିତି ହୋଇପାରିବ? ମୁଁ ତ ତୋ ବାହାଘର ମୋ ଭଉଣୀର ଝିଅ ସହ କରିବା ପାଇଁ ଚାହୁଁଥିଲି। ହେଲେ ମା, ପାର ବହୁତ ଭଲ। ଇଏ ତମର ବହୁତ ସେବା କରିବ। ଆକୁ ସବୁ କାମ ଆସିଛି। ଇଏ ଘର ବି ତିଆରି କରିପାରିବ, ଆଉ ଖାଦ୍ୟ ସଂଗ୍ରହ କରି ଆଣି ବି ପାରିବ। ଦରକାର ନାହିଁ ମୋର ୟାର ଘର କି ଖାଦ୍ୟ। ଆରେ ଚତୁରୀ ଚଢେଇ, ତତେ ଟିକେ ଲଜ୍ଜା ଲାଗିଲାନି ଏମିତି ମୋ ପୁଅ ସହ ବାହା ହେବା ପାଇଁ? ତୁ ଟିକେ ବି ଆକୁ ପଚାରିଲୁନି କି ଏଇ ବାହାଘରରେ ତା ମା ରାଜି ନା ନାହିଁ ବୋଲି? ମା, ମୁନା ତ କହୁଥିଲେ ଆପଣଙ୍କୁ କିଛି ବି ଅସୁବିଧା ହେବନି ବୋଲି। ଯେମିତି ତୁ ଗୋଟେ ଅଲାଜୁକ, ସେମିତି ତୋ ବାପା ମା ବି ହୋଇଥିବେ, ଯେଉଁମାନେ ତତେ ଟିକେ ଅଟକେଇଲେ ନାହିଁ। ମାଝି, ମୋର ବାପା ମା ନାହାନ୍ତି। ସେମାନେ ମୁଁ ଛୋଟ ଥିବା ଅବସ୍ଥାରେ ମରିଯାଇଛନ୍ତି। ସେଥିପାଇଁ ତ ତୁ ଏତେ ବିଗିଡି ଯାଇଛୁ। ମା, ସେତିକି ଥାଉ। ସେ ମୋ ସ୍ତ୍ରୀ। ମୁନା ଚଢ଼େଇ, ଯିଏ ନିଜ ପସନ୍ଦରେ ବାହା ହୋଇ ନିଜ ସ୍ତ୍ରୀକୁ ଘରକୁ ଆଣିଥିଲା, ସେ ତା ମାକୁ ବୁଝାଇବା ପାଇଁ ବହୁତ ଚେଷ୍ଟା କରେ। ହେଲେ ତା ମା ମାନେ ନାହିଁ। ଏମିତିରେ ରାତି ହୋଇଯାଏ। ସେମାନେ ଶୋଇପଡ଼ନ୍ତି। ଆଉ ତା ପରଦିନ ପାରୋ ପାହାନ୍ତାରୁ ଉଠି ପଡ଼େ। ସେହି ସମୟରେ ତା ସ୍ୱାମୀ ଆଉ ଶାଶୁ ଶୋଇଥିଲେ, ଆଉ ସିଏ ସେମାନଙ୍କ ପାଇଁ ଖାଦ୍ୟ ଖୋଜିବା ପାଇଁ ବାହାରକୁ ବାହାରିଯାଏ। ଆଉ କିଛି ବାଟ ଗଲା ପରେ ତାକୁ କିଛି ଖାଦ୍ୟ ମିଳିଯାଏ। ଆଉ ସେ ଖାଦ୍ୟ ନେଇ ଘରକୁ ଫେରିଲା ବେଳକୁ ତାର ଗୋରିକାଉ ସହ ଦେଖା ହୁଏ। ଆରେ ଚଢେଇ, ତୁମେ କିଏ? ଆଉ କେଉଁଠୁ ଆସିଛ? ମୁନା ପାର, ମୁଁ ମୁନା ଚଢେଇର ସ୍ତ୍ରୀ। ଆମେ ଭଲ ପାଇ ବିବାହ ହୋଇଛୁ। କଣ ତମ ଶାଶୁ ତମକୁ ସ୍ୱୀକାର କଲେ? ମା ଟିକେ ରାଗିଛନ୍ତି, ହେଲେ ଧୀରେ ଧୀରେ ରାଜି ହୋଇଯିବେ। ଏବେ ମତେ ଯିବା ଦରକାର। ତାପରେ ପାରୋ ସେଠାରୁ ଚାଲିଯାଏ। ତାର ଶାଶୁ ଆଉ ସ୍ୱାମୀ ଘରେ ଥିଲେ। ମା, ଇଏ ନିଅନ୍ତୁ, ମୁଁ ଆପଣଙ୍କ ପାଇଁ ଖାଦ୍ୟ ଆଣିଛି। ମୁଁ ତୁ ଆଣିଥିବା ଭୋଜନ ତ ଖାଇ ନଥାନ୍ତି, ହେଲେ ଯଦି ତୁ ଖାଦ୍ୟ ଆଣିଛୁ ଭାରି, ତେବେ ଖାଇଦଉଛି। ତାପରେ ସେ ଖାଦ୍ୟ ଖାଇଦିଏ। ମା, ମୁଁ ପାଖ ଜଙ୍ଗଲକୁ ଯାଉଛି। ମୋତେ ସେଠି କିଛି ଦିନ ରହିବାକୁ ପଡ଼ିବ। ପାର, ତୁମେ ଶୁଣ, ତମେ ମାଙ୍କର ଭଲ ଭାବେ ଧ୍ୟାନ ରଖିବ। ଭଲ ଖାଦ୍ୟ ଆଣି ଖାଇବାକୁ ଦେବ। ଏମିତି କହି ମୁନା ଚଢ଼େଇ ସେଠାରୁ ପଳାଇଯାଏ। ଯା, ଏବେ ବସିକି ମୋ ମୁହଁକୁ କଣ ନେଇଛୁ? ମୋ ବସା ଭାଙ୍ଗିଗଲାଣି। କିଛି ଶୁଖିଲା ଘାସ କାଠି ଆଣି ତାକୁ ସଜାଡ଼ି ଦେ। ହଁ ମା, ମୁଁ ଏବେ ନେଇ ଆସୁଛି। ଆଉ ଆଜି ମୁଁ ତମ ବସା ତିଆରି କରିଦେବି। ମତେ ନରମ ନରମ ବସା ବନାଇବା ମୋ ମା ମତେ ଭଲ ଭାବେ ଶିଖାଇଛନ୍ତି। ତାପରେ ପାର ଚଢ଼େଇ ନିଜ ଶାଶୁର ବସା ଠିକ୍ କରିବା ପାଇଁ ଶୁଖିଲା ଘାସ କାଠି ଖୋଜିବାକୁ ବାହାରିଯାଏ। ହେଲେ ସେ ବହୁତ ବାଟ ଖୋଜି ଖୋଜି ଯାଏ, ହେଲେ କିଛି ବି ପାଏ ନାହିଁ। ହଠାତ୍ ବାଟରେ ତା ମୁଣ୍ଡ ବୁଲାଇ ଦିଏ, ଆଉ ସେ ତଳେ ଖସି ପଡ଼େ। ଆଉ ସେଠି ପାଖରେ ଥିବା ଏକ ପକ୍ଷୀ ଏସବୁ ଦେଖୁଥିଲା। ସେ ପାର ପାଖକୁ ଆସେ। କଣ ହେଲା ଚଢେଇ? ମତେ ତ ତମ ଦେହ ଠିକ ଥିଲା ଭଳି ଲାଗୁନାହିଁ। କଣ ହେଲା କେଜାଣି, ଉଡୁ ଉଡୁ ହଠାତ୍ ମୁଣ୍ଡ ବୁଲାଇବାକୁ ଲାଗିଲା। ମତେ ଟିକେ ପାଣି ଦରକାର। ତାପରେ ସେ ପକ୍ଷୀ ପାଖରେ ଥିବା ନଦୀରୁ ପାଣି ଆଣି ପାରକୁ ଦିଏ, ଆଉ ତାକୁ ନେଇ ତା ଘରକୁ ଛାଡ଼ିବାକୁ ଯାଏ। ତୁମ ବୋହୂର ଦେହ ବହୁତ ଖରାପ ହୋଇଯାଇଥିଲା। ମୁଣ୍ଡ ବୁଲାଇ ତଳେ ପଡି ଯାଇଥିଲା। ମୁଁ ତାକୁ ଘରକୁ ନେଇକି ଆସିଛି। ତା ସ୍ୱାମୀ ପାଖ ଜଙ୍ଗଲକୁ ଯାଇଛି, ଆଉ ସେ ଯିବା ମାତ୍ରେ ୟାର ନାଟକ ଆରମ୍ଭ ହେଇଯାଇଛି। ତାର କିଛି ହେଇନି, ସେ ମିଛ କହୁଛି। ମୁଁ ଡକ୍ଟରକୁ ନେଇକି ଆସୁଛି। ୟା ଦେହ ଖରାପ ଅଛି, ଇଏ ନାଟକ କରୁନି। ତାପରେ ସେ ପାରା ଡକ୍ଟରକୁ ଡାକିବା ପାଇଁ ଯାଏ। ଆଜି ତତେ ଘରଟା ଟିକେ ମରାମତି କରିବା ପାଇଁ କହିଲି, ଆଉ ତୋର ମୁଣ୍ଡ ବୁଲାଇବା ଆରମ୍ଭ ହୋଇଗଲା। ମୁଁ ଜାଣିଛି ତୁ ସବୁ ନାଟକ କରୁଛୁ। ମା, ମୁଁ ମିଛ କହୁନାହିଁ। ଡକ୍ଟର ବାବୁ, ମୁନା ଚଢେଇର ସ୍ତ୍ରୀର ଦେହ ଭଲ ନାହିଁ। ତାର ମୁଣ୍ଡ ବୁଲାଉଛି। ଆପଣ ଟିକେ ମୋ ସହିତ ଚାଲନ୍ତୁ। ହଉ ଠିକ ଅଛି, ଚାଲ ଯିବା। ତାପରେ ଡକ୍ଟର ଆଉ ପାର ଚଢ଼େଇ ଘରକୁ ଆସନ୍ତି। ଡକ୍ଟର ଚେକ୍ କରି କୁହନ୍ତି, ଆରେ ମା, ଆପଣଙ୍କୁ ବହୁତ ବହୁତ ଶୁଭେଚ୍ଛା। ଆପଣଙ୍କ ବୋହୂର ଅଣ୍ଡା ହେବାକୁ ଯାଉଛି। ଆପଣ ଆଙ୍କୁ ଆଉ କୌଣସି କାମରେ ପଠେଇବେନି। ସବୁବେଳେ ଭଲ ଭଲ ଖାଦ୍ୟ ଆଣିକି ଦେବେ। ଇଏ ତ ବହୁତ ଦୁର୍ବଳ ଲାଗୁଛନ୍ତି। ଯଦି ମା ସ୍ୱାସ୍ଥ୍ୟବାନ ରହିବ,
ତେବେ ପିଲା ବି ସ୍ୱାସ୍ଥ୍ୟ ଭଲ ରହିବ। ହଉ ଠିକ୍ ଅଛି, ମୁଁ ଏବେ ଯାଉଛି। ତାପରେ ଡକ୍ଟର ସେଠାରୁ ପଳାଇ ଯାଆନ୍ତି। ଦେଖିଲ ନା ମା, ଇଏ ନାଟକ କରୁନଥିଲା। ଏବେ ତ ଆମ ଘରକୁ ଖୁସି ଆସିବାକୁ ଯାଉଛି। ମତେ ବହୁତ ଖୁସି ଲାଗୁଛି। ଆମ ଘରକୁ ଛୋଟ ପିଲାଟେ ଆସିବ। ହେଲେ ପାରର ଶାଶୁ ଜମାରୁ ଖୁସି ନଥିଲା। ମୁଁ ଏବେ ଆସୁଛି। ତାପରେ ପାରା ସେଠାରୁ ଚାଲିଯାଏ। ଏମିତିରେ କିଛି ଦିନ ବିତିଯାଏ। ଆଉ ପାର ଚଢ଼େଇ ଗୋଟେ ଅଣ୍ଡା ଦିଏ। ସେ ତ ବହୁତ ଖୁସି ଥିଲା। ହେଲେ ତା ଶାଶୁ ଏବେ ଅଧିକ ଟେନସନ ହୋଇଯାଇଥିଲା। ଆଉ ସେ ତା ବୋହୂକୁ ଆସି କୁହେ, ମୁଁ ମୋ ସାଙ୍ଗ ସହ ଦେଖା କରିବାକୁ ଯାଉଛି। ଆଉ ଯଦି କେଉଁଠାରେ କିଛି ଖାଦ୍ୟ ମିଳେ ତେବେ ନେଇ ଆସିବି ତୋ ପାଇଁ। ଏହା କହି ସେ ବୁଢ଼ୀ ଚଢ଼େଇ ସେଠାରୁ ଚାଲିଯାଏ। ଆଜି କଣ ମୋ ପାଖକୁ ଆସିଛ? କଣ ହୋଇଛି? ଆଉ କେମିତି ଅଛି ତମ ବୋହୂ? ଶୁଣିବାକୁ ପାଇଲି ତମ ପୁଅ ଲଭ୍ ମ୍ୟାରେଜ କରିଛି ବୋଲି। ତାହାରି ପାଇଁ ତ ମୁଁ ବହୁତ ଟେନସନରେ ଅଛି। ମୋ ପୁଅ ତ ମୋ କଥା ଶୁଣୁନାହିଁ। ଏମିତିରେ ତ ସେ ମୋ କଥା ଶୁଣେ ନାହିଁ। ଆଉ କେଉଁଠୁ ଗୋଟେ ବାହା ହୋଇ ନେଇକି ପଳାଇ ଆସିଛି। ଆଉ ତମ ବୋହୂର ଅଣ୍ଡା ହେଲାଣି ନା ନାଇଁ? ଆଜି ତ ସେ ଅଣ୍ଡା ଦେଇଛି। ଆଉ ସେଇଥିପାଇଁ ମୁଁ ବହୁତ ଟେନସନରେ ଅଛି। ମୁଁ ତ ଭାବିଥିଲି 2-4 ଦିନ ଭିତରେ ତାକୁ ଘରୁ ଭଗେଇ ଦେଇଥାନ୍ତି। ଆଉ ମୋ ପୁଅର ବାହାଘର ମୋ ଭଉଣୀର ଝିଅ ସହ କରିଥାନ୍ତି। ହେଲେ ଯଦି ତାର ପିଲା ହୋଇଯାଏ ତେବେ ତାକୁ ଆଉ ଘରୁ ବାହାର କରିବା ମୁସ୍କିଲ ହୋଇଯିବ। ତେବେ ତମେ କଣ ଚାହୁଁଛ? ମତେ ତ କିଛି ବୁଝା ପଡୁନାହିଁ କି ମୁଁ କଣ କରିବି। ତମେ ତ ମୋ ସାଙ୍ଗ, ସେଥିପାଇଁ ମୁଁ ଗୋଟିଏ ଉପଦେଶ ଦେଉଛି କି ତମେ ସେ ଅଣ୍ଡାଟିକୁ ଭାଙ୍ଗି ଦିଅ ଆଉ ତା ନାଁ ଦେଇଦିଅ। ତାପରେ ଯେତେବେଳେ ସ୍ୱାମୀ ସ୍ତ୍ରୀ ମଝିରେ ଝଗଡା ହେବ ତେବେ ତମ ରାସ୍ତା ସଫା ହୋଇଯିବ। ମତେ ଜଣାଥିଲା ଗରି କି ତମେ ହିଁ ମତେ ଠିକ ଉପାୟଟେ ଦେବ। ମୁଁ ସେଥିପାଇଁ ତ ତମ ପାଖକୁ ଆସିଥିଲି। ଏବେ ମୁଁ ଯାଉଛି, ସନ୍ଧ୍ୟା ହୋଇ ଆସିଲାଣି। ଆଉ ତାପରେ ସେ ନିଜ ଘରକୁ ଆସେ ଭାରି। ମା, ମୁଁ ସକାଳୁ କିଛି ଖାଇନାହିଁ। ଆପଣ ବି ମୋ ପାଇଁ କିଛି ଆଣିନାହାନ୍ତି। ମତେ ତ ନିଜେ ଖାଇବା ପାଇଁ କିଛି ମିଳିଲା ନାହିଁ। ଆଉ ତୋ ପାଇଁ କେଉଠୁ ଆଣିଥାନ୍ତି? ଯା, ନିଜେ ଖାଇକି ଆସ। ହଉ, ମୁଁ ଯାଉଛି। ହେଲେ ଆପଣ ମୋ ଅଣ୍ଡାର ଧ୍ୟାନ ରଖିବେ। ହଁ ହଁ, ତୁ ଯା, ମୁଁ ଅଛି ତ ଅଣ୍ଡା ପାଖରେ। ତାପରେ ପାର ଚଢ଼େଇ ସେଠାରୁ ଯାଏ। ଏଇଟା ଠିକ ସମୟ ଅଣ୍ଡା ଭାଙ୍ଗି ଦେବାର। ଏମିତି କହି ସେ ବୁଢ଼ୀ ଚଢ଼େଇ ଅଣ୍ଡାଟିକୁ ତଳେ ପକାଇ ଦିଏ। ଆଉ ଅଣ୍ଡାଟି ଭାଙ୍ଗିଯାଏ। ଆଉ ସେପଟେ ପାରଚିଡ଼ିଆ କିଛି ଖାଦ୍ୟ ଖାଇ କିଛି ନେଇକି ଆସେ। ସେ ଯେମିତି ଘରକୁ ଆସେ ଆଉ ତା ଅଣ୍ଡା ଭାଙ୍ଗି ଯାଇଥିବାର ଦେଖି ସେ ବହୁତ କାନ୍ଦିବାକୁ ଲାଗେ। ମା, ମା, ମୋ ଅଣ୍ଡା କେମିତି ଭାଙ୍ଗିଗଲା? ମୁଁ କେମିତି ଜାଣିବି? ମୁଁ ତ ତୁ ଯିବା ପରେ ହିଁ ଶୋଇ ପଡିଥିଲି। ବସା ଭିତରେ ତୁ ଠିକରେ ରଖିନଥିବୁ ଆଉ ଖସି ପଡି ଭାଙ୍ଗି ଯାଇଥିବ। ହେଲେ ପାର ଚଢ଼େଇ ତ ଜାଣିଥିଲା କି ସେ ଅଣ୍ଡା ତା ଶାଶୁ ହିଁ ଭାଙ୍ଗିଥିବେ। ଆଉ ସେହି ସମୟରେ ତା ସ୍ୱାମୀ ମୁନା ଚଢ଼େଇ ଆସି ପହଞ୍ଚେ। ପାର, ଏ ଅଣ୍ଡା କାହାର? ଭାଙ୍ଗିକି ପଡ଼ିଛି। ମୋ ଘରର ପିଲା ଆସିବା ପୂର୍ବରୁ ଏ ଦୁଷ୍ଟ ନିଜ ଅଣ୍ଡା ନିଜେ ଭାଙ୍ଗିଦେଲା। ଆଉ କହୁଥିଲା ମୁଁ ଏତେ କମ ବୟସରେ ମା ହେବାକୁ ଚାହୁଁନି ବୋଲି। ଆରେ ମା, ଆପଣ ମିଛ କାହିଁକି କହୁଛନ୍ତି? ମୁଁ ତ ଖାଦ୍ୟ ଆଣିବା ପାଇଁ ଯାଇଥିଲି ଯେତେବେଳେ ଏ ଅଣ୍ଡା ଭାଙ୍ଗିଗଲା। ତୁମେ ଚୁପ୍ କର ପାର। ମୁଁ ବହୁତ ଭୁଲ କରିଛି କି ରାସ୍ତା କଡ଼ର ଚଢ଼େଇକୁ ବାହା ହୋଇ। ତମେ ଏତେ ଜାଲିମ ହୋଇପାର ଏହା ମୁଁ ଭାବିନଥିଲି। ଏହା ମିଛ କଥା। କେମିତି ମୁଁ ନିଜେ ମୋ ଅଣ୍ଡା ଭାଙ୍ଗି ପାରିବି? ଯାହା ହେଲା ହେଇଗଲା। ଏବେ ଆକୁ ଘରୁ ବାହାର କରିଦେ ପୁଅ। ମୁଁ ମୋ ପୁଅର ଦ୍ୱିତୀୟ ବିବାହ କରାଇବି। ମା, ମୋର ଆପଣ ମାନଙ୍କ ଛଡା ଆଉ କିଏ ଅଛନ୍ତି? ମୁଁ କୁଆଡେ ଯିବି? ଏଇଟା ଠିକ କି ତୁ ଏଠାରୁ ଚାଲିଯା। ମତେ ଏମିତି ସ୍ତ୍ରୀ ଦରକାର ନାହିଁ ଯିଏ ଏତେ ନିଷ୍ଠୁର ହୋଇଥିବ। ତାପରେ ପାର କାନ୍ଦି କାନ୍ଦି ସେଠାରୁ ଚାଲିଯାଏ। ଆଉ ସେ ପାରା ଘର ଆଡ଼କୁ ଯାଏ। ଆରେ ପାର ଭଉଣୀ, ତମେ କାହିଁକି କାନ୍ଦୁଛ? ତାପରେ ପାର ଚଢ଼େଇ ସବୁ କଥା କୁହେ। ତମ ଶାଶୁ ତ ଆରମ୍ଭରୁ ତମକୁ ପସନ୍ଦ କରୁନଥିଲେ। ସେ ଅନ୍ୟ ଜାଗାରେ ତାଙ୍କ ପୁଅର ବାହାଘର କରିବାକୁ ଚାହୁଁଥିଲେ। ହେଲେ ତମେ ଯେତେ ଦିନ ଚାହିଁବ ସେତେ ଦିନ ମୋ ଘରେ ରହିପାରିବ। ଏମିତିରେ ରାତି ହୁଏ ଆଉ ତା ପରଦିନ ସକାଳୁ
ଯେତେବେଳେ ବୁଢୀ ଚଢେଇ ଉଠିବାକୁ ଚେଷ୍ଟା କରେ ସେ ଆଉ ଉଠି ପାରେନି। ପୁଅ, ମୋ ଡେଣା କାହିଁକି ହଲୁନି? ମୋ ଦେହ କାହିଁକି ଠିକ ଲାଗୁନି? ହଉ, ମୁଁ ଡାକ୍ତରଙ୍କୁ ଡାକିକି ଆଣୁଛି। ତାପରେ ମୁନା ଡାକ୍ତରକୁ ଡାକିକି ଆଣେ। ଆଉ ଡାକ୍ତର କହନ୍ତି ତାର ଦେହ ବହୁତ ଖରାପ ଅଛି ବୋଲି। ଇଏ ମୋ କଲା କର୍ମର ଫଳ ବୋଧେ। ତାପରେ ସେ ସବୁ କଥା ତା ପୁଅ ଆଗରେ କହିଦିଏ। ଆଉ ସବୁ ଜାଣିବା ପରେ ସେମାନେ କାନ୍ଦୁଥିଲେ। ଆଉ ସେହି ସମୟରେ ପାର ଚଢେଇକୁ ନେଇ ଆସେ। ମୁଁ ତମ ଦେହ ଖରାପ କଥା ଡକ୍ଟର ସାହେବଙ୍କ ପାଖରୁ ଶୁଣିଲି। ମୁଁ ଦେଖିବାକୁ ଆସୁଥିଲି, ଆଉ ତମ ବୋହୂ ଜିଦି କଲା କି ତମକୁ ଦେଖିବାକୁ ଆସିବ। ସେଥିପାଇଁ ମୋ ସହିତ ଆସିଛି। ମତେ କ୍ଷମା କରିଦେ ବୋହୂ। ପାର ସମସ୍ତଙ୍କୁ କ୍ଷମା କରିଦିଏ ଆଉ ସେମାନେ ହସି ଖୁସି ରୁହନ୍ତି।